କୁନି କୁନି ପିଲାମାନେ ଗପ ସମୟ ହେଇଗଲା, ମନ ଦେଇକି ଶୁଣ। ଥରେ କ'ଣ ହେଇଛି ନା, ଗୋଟେ ପାହାଡ଼ ପାଖରେ ଗୋଟେ କୁନି ଛୋଟ ଗାଁଟିଏ ଥିଲା। ଗାଁଟି ବହୁତ ସୁନ୍ଦର ଥିଲା। ଗାଁ ଗୁଡ଼ା ପ୍ରାୟତଃ ସୁନ୍ଦର ଥାଏ, କାହିଁକି ଜାଣିଛ ପିଲାମାନେ? ଗାଁରେ ପୋଖରୀ ଥାଏ, ନଦୀ ଥାଏ, ପାଖରେ ଜଙ୍ଗଲ ଥାଏ, ଗାଈ ଗୋରୁ ସବୁ ଥାଆନ୍ତି। କିନ୍ତୁ ଟାଉନରେ ଏତେ ସବୁ କିଛି ନଥାଏ। ହେଲେ ସେ ଗାଁଟି ବି ବହୁତ ସୁନ୍ଦର ଥିଲା। ସେ ଗାଁ ଶେଷରେ ଗୋଟେ ନଦୀଟେ ବହି ଯାଉଥିଲା। ସେ ନଦୀ କୂଳରେ ଜଣେ ଋଷି ଆଶ୍ରମ କରିକି ଥିଲେ। ଆଶ୍ରମରେ ବହୁତ ଆଡ଼ୁ ଶିଷ୍ୟମାନେ ସବୁ ଆସୁଥିଲେ, ବିଦ୍ୟା ଶିକ୍ଷା କରୁଥିଲେ, ଚାଷ ବିଦ୍ୟା ଶିକ୍ଷା କରୁଥିଲେ, ଜ୍ଞାନ ଅର୍ଜନ ବେଦ ପାଠ ବି କରୁଥିଲେ, ସବୁ ପ୍ରକାର ପାଠ ପଢ଼ୁଥିଲେ ଗୁରୁ। ତ ବିଭିନ୍ନ ଦୂର ଦୂର ଜାଗାରୁ ସବୁ ଆସିକି ସେଠି ଶିକ୍ଷା ଲାଭ କରୁଥିଲେ। ସକାଳ ହଉ ହଉ ଭୋରୁ 4ଟା 5ଟା ହଉ ହଉ ନିଜେ ଗୁରୁ ଉଠି ପଡ଼ିବେ, ତା ସହିତ ସବୁ ଛାତ୍ରମାନେ ବି ଯିବେ। ସେମାନେ ଯାଇକି ସମସ୍ତେ ପୋଖରୀରେ ଗାଧେଇକି ସୂର୍ଯ୍ୟ ନମସ୍କାର କରିକି ଆସିକି ଯିଏ ଯାହାର ବିଦ୍ୟା ଅର୍ଜନରେ ଲାଗିଯିବେ। ଏମିତି ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା। ହେଲେ ସେ ଗୁରୁ ତାଙ୍କ ଗୁରୁକୁଳରେ ଗୋଟେ ସିଷ୍ଟମ ରଖିଥିଲେ, କ'ଣ ନା, ଯିଏ ସବୁଠୁ ଭଲ ଷ୍ଟୁଡେଣ୍ଟ ହେବ ବା ଭଲ ପାଠ ପଢ଼ିବ ବା ଅଲଗା ସବୁ କାର୍ଯ୍ୟରେ ଯିଏ ଭଲ ହେବ, ଭଲ ଛାତ୍ର ହେବ, ସିଏ ସବୁଦିନ ସକାଳୁ ଗୁରୁଙ୍କ ସହିତ ତାଙ୍କର ପାଣି ଢାଳ, ତାଙ୍କ ଲୁଗା ସବୁ ନେଇକି ସାଙ୍ଗରେ ଯିବ। ସାଙ୍ଗରେ ଯାଇକି ଗୁରୁ ଗାଧେଇ ସାରିଲେ ତାଙ୍କୁ ଅର୍ପଣ କରିବ, ଅର୍ପଣ କରି ନିଜେ ଗାଧେଇକି ଆସିବ। ତ ଗୁରୁଙ୍କ ସାଙ୍ଗରେ ଯିବାଟା ପିଲାଙ୍କ ପାଇଁ ଗୋଟେ ଗର୍ବର ବିଷୟ ଥିଲା। ଯିଏ ଗୁରୁଙ୍କ ସହିତ ଯାଇପାରିଲା ତାକୁ ଗୋଟେ ଭାରି ଖୁସି ଲାଗେ ଯେ ଆଜି ମୁଁ ଗୁରୁଙ୍କ ସହିତ ଯାଇଥିଲି। ସେ ଅନୁସାରେ ସମସ୍ତେ ଲାଗିପଡ଼ି ଚେଷ୍ଟା କରନ୍ତି ଗୁରୁଙ୍କର ପ୍ରିୟ ହେବା ପାଇଁ। ଯିଏ ଉତ୍ତମ ଛାତ୍ର ହେବ ସିଏ ଯିବ ଗୁରୁଙ୍କ ସହିତ। ତ ଏମିତି ଦିନ ପରେ ଦିନ ଗଡ଼ି ଚାଲିଲା। ହେଲେ ଥରେ କ'ଣ ହେଇଛି ନା, ଗୁରୁଙ୍କର ଗୋଟେ ଭଲ ଛାତ୍ରଟେ, ତା ନାଁ ମାଧବ। ମାଧବ ବହୁତ ଦିନ ଯାଏଁ ଗୁରୁଙ୍କ ସହିତ ହିଁ ଯିବା ଆସିବା କଲା, କାରଣ ସିଏ ହିଁ ଭଲ ପାଠ ପଢ଼ୁଥିଲା, ସିଏ ହିଁ ଭଲ କାମ କରୁଥିଲା, ଗୁରୁ ଯାହା କହିଲେ ଠିକ୍ ଠାକ୍ କରିଦେଉଥିଲା। ଗୁରୁ କେବେ ବିରକ୍ତ ହେବାକୁ ପଡ଼ୁନଥିଲା ତା ଉପରେ, ତେଣୁ ସିଏ ଯାଉଥିଲା। ଅଲଗା ସବୁ ସାଙ୍ଗମାନେ ବାରମ୍ବାର ଚେଷ୍ଟା କରୁଥିଲେ ତାଠୁ ଅଧିକ କେମିତି ଭଲ ପଢ଼ିକି ଯିବାକୁ, କିନ୍ତୁ ପାରୁନଥିଲେ। ଥରେ କ'ଣ ହେଇଛି ନା, ଗୁରୁ ବସିକି ଶିକ୍ଷାଦାନ କରୁଛନ୍ତି, ସେ ମାଧବ ଗୋଟେ ପିଲାଟା ସହିତ ଟିକେ ଝଗଡ଼ା ଲାଗିଗଲା। ଗୁରୁ ଡାକିଲେ, କ'ଣ ହେଲା? ଇଏ ତ ଭଲ ଛାତ୍ରଟା, ଇଏ କାହିଁକି ଝଗଡ଼ା କଲା? ଦେଖିଲା ବେଳକୁ କ'ଣ ହେଇଛି ନା, ସେଇ ଯେଉଁ ଦ୍ୱିତୀୟ ଛାତ୍ର ସହିତ ସେ ଝଗଡ଼ା କରୁଥିଲା, ସେ ଛାତ୍ରଟି ଟିକେ ଦୁର୍ବଳ ଥିଲା, ତ ମାନେ ପାଠ ପଢ଼ାରେ। ତ ସିଏ ଯେତେବେଳେ ଆକୁ ପଚାରି ଦେଇଛି ଗୋଟେ କେଉଁ ବିଷୟ, ଇଏ 2-3 ଥର ତାକୁ ବୁଝିବାକୁ ଚେଷ୍ଟା କରିଛି, ସିଏ ଜମା ବୁଝିନି। ନ ବୁଝିଲେ ଇଏ ତାକୁ ରାଗି ଯାଇଛି। ରାଗିକି ତାକୁ କ'ଣ ପାଟିତୁଣ୍ଡ କରିଛି, କଲା ପରେ ସିଏ ବି ରାଗିକି କ'ଣ କହିଛି, 2 ଜଣ ଯାକ ଝଗଡ଼ା ଲାଗିଛନ୍ତି। ତ ଗୁରୁ ଆକୁ ବୁଝେଇଲେ ଯେ ଆରେ ବାବୁ, ତୁ ତ ଭଲ ପଢ଼ୁଛୁ ବୋଲି ସେ ତୋତେ ପଚାରିଲା, ଆଶା କରିକି ପଚାରିଲା। ତୁ ଯଦି ବୁଝେଇ ପାରିଲୁନି, ଆହୁରି ଭଲସେ ଚେଷ୍ଟା କରିବୁ ବୁଝେଇବାକୁ, ନହେଲେ ମୋ ପାଖକୁ ଆଣିବୁ ନା। ତୁ ରାଗିଗଲେ କ'ଣ ସେ ବୁଝିଯିବ? କିନ୍ତୁ ଇଏ ତ ନିଜେ ରାଗି ଯାଇଛି, ଇଏ ଆଉ ଜମା ଶୁଣିବା ମୁଡ଼ରେ ନାହିଁ। ରାଗିକି କହିଦେଲା ମନ, ହଁ ହଉ ମୋର ଭୁଲ ହେଲା ବୋଲି ଗୁରୁଙ୍କୁ, କିନ୍ତୁ ଗୁରୁ ଜାଣିପାରିଲେ ଯେ ଇଏ ମନ ଭିତରେ ଗ୍ରହଣ କରିନି ଏ କଥାଟାକୁ। ଠିକ୍ ଅଛି, ଚାଲୁ। କିଛି ଦିନ ଗଲା। ଦିନେ ସକାଳୁ ଟିକେ ଡେରି ହେଇଯାଇଛି ଗାଧେଇବାକୁ ଯିବାରେ ଗୁରୁଙ୍କର। ସେ ଅନୁସାରେ ତରବର ହେଇକି ସେ ଯାଉଛନ୍ତି। ଦିନ ହେଇସାରିଲାଣି। ତ ଯାଇକି ନଦୀ କୂଳରେ ପହଞ୍ଚିଲେ। ସେ ଯେଉଁ ମାଧବ ଯାଇଥିଲା ସାଙ୍ଗରେ, ମାଧବ ତାଙ୍କର ଲୁଗା ପଟା ଆଉ ସେ ଢାଳ ପାଣି ସବୁ ଧରିକି ଠିଆ ହେଇଛି। ଗୁରୁ ଗଲେ ଗାଧେଇଲେ ନଦୀ ଭିତରକୁ। ଗାଧେଇ ସାରିକି ବାହାରକୁ ଆସିଲା ବେଳକୁ ଦେଖିଲେ ନଦୀ ଜଳରେ ଗୋଟେ କଙ୍କଡ଼ା ବିଛାଟେ ଭାସି ଭାସି ପଳାଉଛି। କଙ୍କଡ଼ା ବିଛାଟା ଚେଷ୍ଟା କରୁଛି ପ୍ରାଣ ବିକଳରେ ବାହାରକୁ ଆସିବାକୁ। ଆସିଲେ ସିଏ କିନ୍ତୁ ଭାସି ଭାସି ପଳାଉଛି। ତ ଗୁରୁ କ'ଣ କଲେ, ଚଟକିନି ସେ କଙ୍କଡ଼ା ବିଛାକୁ ହାତରେ ଧରିକି କୂଳକୁ ଫୋପାଡ଼ି ଦେବାକୁ ବସିଲେ। କିନ୍ତୁ ଯେମିତି ହାତରେ ଧରି ଦେଇଛନ୍ତି, କଙ୍କଡ଼ା ବିଛା ତ ଜାଣିଛ ଭାରି ଷ୍ଟ୍ରଙ୍ଗ, ସିଏ ଗୋଟେ ନାହୁଡ଼ରେ ତାର ଗେଞ୍ଜି ଦେଲା ଗୁରୁଙ୍କୁ। ଗୁରୁ ଆହା କହିକି ଛଟପଟ ହେଇକି ପକେଇଦେଲେ ଯେମିତି, ମାଧବ ବାହାରେ ଥାଇକି ପାଟି କରୁଛି, ଗୁରୁ କାମୁଡ଼ି ଦେବ ସିଏ। ପକେଇଦେଲେ, ସେ ପୁଣି ଭାସି ପଳାଉଛି। ଇଏ ପୁଣି ତାକୁ ଯାଇ ଧରିଲେ, ପୁଣି ପକେଇବାକୁ ଗଲେ ସେ ପୁଣି ଗୋଟେ ଚୋଟ ଦେଲା। ଏମିତି 4-5 ଥର ସିଏ ଗୋଟେ ଚୋଟ ମାରୁଛି। ଗୁରୁଙ୍କର ଆଙ୍ଗୁଠିଟା ନୀଳ ପଡ଼ିଗଲାଣି। ସେଠୁ 4-5 ଥର ମାଡ଼ ଖାଇଲା ପରେ ଗୁରୁ ସେଇଠିକୁ ବାହାରକୁ ପକେଇଲେ।
ମାନେ ନଦୀ କୂଳକୁ ତାକୁ ପଠେଇଦେଲେ। ସେ କଙ୍କଡ଼ା ବିଛାଟି ଚାଲି ଚାଲି ପଳେଇଲେ। ମାଧବ ଦୌଡ଼ିକି ଆସିଲା, ଗୁରୁଙ୍କୁ ବସ୍ତ୍ର ଦେଲା, ପଦେଲା ପରେ ଯାଇକି ମେଡ଼ିସିନ ପତ୍ର କ'ଣ ସିଏ ଜାଣିଥିବେ, ଯାହା ଚେରିମୂଳି ଯାହା କିଛି ଆଣିକି ଗୁରୁଙ୍କୁ ଲଗେଇଲା। ଦେଖିଲା ଗୁରୁଙ୍କର ଆଙ୍ଗୁଠି ପୁରା ଫୁଲିକି ଗ୍ରୀନ୍ ନୀଳ ପଡ଼ିକି ବିଷ ଅବସ୍ଥା ପୁରା ହେଇଯାଇଛି। ସେ କହିଲା, ଗୁରୁଦେବ ଆପଣ ଏତେ ଜାଣିବା ଶୁଣିବା ଲୋକ, ଏତେ ଜ୍ଞାନୀ, ଆପଣ ଏଇ କାମଟା କେମିତି ଜାଣିପାରିଲେନି? ସେଇଟା ବା ବିଛାଟା, ସେ ମାରିଦେବ, ତାକୁ ଖାଲି ହାତରେ କେମିତି ଧରିଲେ? ହଉ ଥରେ ଧରିଦେଲେ ଦୟା କରିକି, 2 ଥର 3 ଥର, ତାକୁ 5 ଥର ଖଣ୍ଡେ ଧରିଲେ, ସେ 5 ଥର ମାରିଲା, କେତେ କଷ୍ଟ ହେଇଥିବ ଆପଣଙ୍କୁ? କହିଲେ ଗୁରୁ ସେଇଠି କହିଲେ, ଆଚ୍ଛା ହଉ, ତୁ କହିଲୁ ଯେ ଠିକ୍ ଅଛି ବସ୍, ମୁଁ ତୋତେ ଗୋଟେ କଥା କହିବି। ନା କ'ଣ? ନା ଦେଖ, ଯଦି କଙ୍କଡ଼ା ବିଛାଟା, ତାର ଧର୍ମ ହେଉଛି ସିଏ ଯିଏ ପାରିଲା ତାକୁ ସିଏ ମାରିବ, ଯିଏ ତା ପାଖରେ ପଡ଼ିଲା, ତା ଧର୍ମ ପାଳନ କଲା ସିଏ। ଯଦି 4 ଥର 5 ଥର ମାରିଲେ ମଧ୍ୟ ସିଏ ତା ଧର୍ମ ଭୁଲୁନି, ଯଦି କିଏ ହାତ ମାରିଦେଲା କହିଲେ ସିଏ ତାକୁ ମାରି ଦେଉଛି ନାହୁରିଟେ, ସାଧାରଣ କଙ୍କଡ଼ା ବିଛାଟେ ହେଇକି ସିଏ ତା ଧର୍ମ ଭୁଲିନି। ମୁଁ ତ ମଣିଷ, ମୋର ଧର୍ମ ହେଲା ମୁଁ ଅନ୍ୟକୁ ସାହାଯ୍ୟ କରିବି। ମୁଁ କେମିତି ଭୁଲିଯିବି ମୋ ସାହାଯ୍ୟ କରିବା ଗୁଣଟାକୁ? ସିଏ ମାରିଦେଲା ଯଦି ମୁଁ ବଦଳିଯିବି, ତାହେଲେ ମୁଁ ଆଉ ମଣିଷ ହେଇକି ରହିବି? ମୁଁ ତ ବିଛା ହେଇଗଲି। ବିଛାର ବୁଦ୍ଧି ମୋ ପାଖକୁ ପଳେଇ ଆସିଲା। ଇଏ କହିଲା, ମାଧବ କହିଲା, ହଁ ସତ କଥା ଗୁରୁ କହିଲେ ତ। ବହୁତ ସମୟ ଚିନ୍ତା କଲା, ଚିନ୍ତା କରି କହିଲା, ହଁ ଗୁରୁ ଠିକ୍ କଥା କହିଲେ ଯେ, କିନ୍ତୁ ଏଇଟା କେମିତି ସମ୍ଭବ? ଜଣେ ବିଛାଟା ମାରୁଥିବ, ଆମେ ତାକୁ ସମ୍ଭାଳିକି ତାକୁ ଏମିତି କରୁଥିବା? ଗୁରୁ ସେତେବେଳେ ଉଦାହରଣ ଦେଲେ, କହିଲେ ଦେଖ, ଏଇ ଅଳ୍ପ ଦିନ ତଳେ ସେଇ ପିଲାଟି ତୋତେ ପଚାରିଥିଲା ପାଠ, ତାକୁ ଆସିଲାନି କହି ତୁ 2-4 ଥର ବୁଝେଇଲା ପରେ ରାଗିଲୁ। ଯେଉଁ ମୁହୂର୍ତ୍ତରେ ତୁ ରାଗିଗଲୁ, ସେଇ ମୁହୂର୍ତ୍ତରେ ତୁ ଆଉ ମାଧବ ହେଇକି ରହିଲୁନି। ସେଇ ପିଲା ଭଳି ବୋକା ତୁ ବି ହେଇଗଲୁ। ସିଏ ଯଦି 5 ଥର ପଚାରିଲା, ତୁ 5 ଥର ସିନା ତାକୁ ବୁଝେଇ ପାରିଲେ ତୁ ମାଧବ ହେଲୁ, ତୁ ଆକ୍ଚୁଆଲି ଭଲ ଷ୍ଟୁଡେଣ୍ଟ, ଭଲ ଛାତ୍ର ହେଲୁ। ଏତେବେଳକେ ଯାଇ ମାଧବ ବୁଝିଲା ଯେ ଗୁରୁ କ'ଣ ତାକୁ ବୁଝିବାକୁ ଚାହୁଁଛନ୍ତି। ଯେ ଯଦି ଖଳ ଲୋକ, ଦୁଷ୍ଟ ଲୋକ କିଏ ପହଞ୍ଚିଲା ତମ ପାଖରେ, ତା ସହିତ ଲାଗିକି ତମେ ନିଜେ ଯଦି ସେଇଭଳିଆ ଦୁଷ୍ଟ ହେଇଗଲ, ତାହେଲେ ତ ସିଏ ଜିତିଗଲା, ତମେ କ'ଣ ଜିତିଲ? ତମେ ତାହା ସହିତ ଯେତେ ଥର ଲାଗିଲେ ମଧ୍ୟ ନିଜର ନିଜତ୍ୱ ରଖିବାକୁ ପଡ଼ିବ। ମାନେ ନିଜେ ଯେଉଁ ଭଳିଆ ଭଲ ପିଲା, ସେଇଭଳିଆ ଭଲ ହୋଇକି ହିଁ ରହିବାକୁ ପଡ଼ିବ। ସେଇଟା ହେଉଛି ଅସଲି ପାଠ। ବୁଝିଗଲ ତ ପିଲାମାନେ? ମାଧବକୁ ଗୁରୁ କ'ଣ ବୁଝେଇଥିଲେ? ତମେ ମଧ୍ୟ ସବୁ ସେଇଭଳିଆ କରିବ। କେଉଁ ଦୁଷ୍ଟ ଲୋକ କଥାରେ ପଡ଼ିକି ତାରି ବୁଦ୍ଧି ଗ୍ରହଣ କରିବନି, ନିଜ ବୁଦ୍ଧିଟି ସବୁବେଳେ ଭଲ ରଖିଥିବ। ତାହେଲେ ଆଜି ପାଇଁ ଏତିକି। ବାଏ।